ତୁଳସୀଦାସ ଗୋଟେ ଚିଠି ଦେଖିଲେ ମୀରାବାଇ ପାଖକୁ। ନାରୀ ସନ୍ତାନ ପ୍ରସବ କରେ, ପୁଣି କାହିଁକି ଗର୍ଭକଷ୍ଟ ସହିବା ପାଇଁ ସ୍ୱାମୀ ସୁଖ ଲୋଡ଼େ। ଏ ଚିଠିର ଉତ୍ତର ମୋତେ ତମେ ଦେବ। ମୀରାବାଇ ତାର ଉତ୍ତର ଦେଇଥିଲା ଯେ ନାରୀ ବାରମ୍ବାର ଗର୍ଭକଷ୍ଟ ସହେ, କାଳେ ତୁଳସୀଦାସ ଭଳିଆ ପୁଅଟେ ମିଳିବ କି ସେଇଥିପାଇଁ ଗର୍ଭକଷ୍ଟ ସହେ। ଆଉ ଇଏ ଉତ୍ତର ପାଇକି ତୁଳସୀଦାସ, ଇଏ ସବୁ ହେଉଛି ସାଧୁ ଜଗତର ପ୍ରଶ୍ନ ଉତ୍ତର କଥା। ଆଉ ଥରେ ରାମକୃଷ୍ଣ ପରମହଂସ ଦେବ ମାଆଙ୍କୁ କହିଲେ, ମା ନରେନ୍ଦ୍ର ଆଜି ଆସିବ ତୁମକୁ ଦେଖା, ନା ହଁ ନରେନ୍ଦ୍ର ଆଜି ଆସିବ ତୁମକୁ ଦେଖା କରିତେ, ଆଉ ତମେ ତା କଥା ସବୁ ବୁଝିଦେବ। ସେ ଖାଇତେ ପାଉନି, ତା ବାପ ମରିଯାଇଛି, ତାର ଭାତ ଅଭାବ ଅଛି, ମୋତେ ଦିନେ ଭାତ ମାଗିଥିଲା, ତମେ ତାକୁ ଭାତ ଦେବ। ନରେନ୍ଦ୍ର ଯେତେବେଳେ ଆସିଲା ରାମକୃଷ୍ଣ ପରମହଂସଙ୍କ ପାଖକୁ, ସେ ତାକୁ ନେଇକି ଗଲେ, ଯାଉନୁ ଭାତ ମାଗିବୁ, ଯା ମାଆକୁ ଯା ମାଗିବୁ, ଭାତ ମାଗିବୁ ଯା। ଇଏ ତାର ସିଧା ସିଧା ଗଲା ସେଇ ମନ୍ଦିରକି, ଦେଖିଲେ ସେ କାଳୀ ମାଆଙ୍କର ଛାତିଟା ଉଠୁଛି ପଡ଼ୁଛି, ତାଙ୍କ ନାକର କରୁଛି, ଛାତିଟା ଖାଲି ଉଠୁଛି ପଡ଼ୁଛି। ତେଣୁ ତୁଳା ଟିକେ ନେଇକି ପରୀକ୍ଷା କଲେ ତା ଦେହରେ, ତୁଳା ଦେଇକି ଦେଖିଲେ ଯେ ତୁଳା ବି ଉଡ଼ୁଛି। ତେଣୁ ସେ ଜୁହାର ହେଇ ପଡ଼ିଲେ, କହିଲେ ମା ମୁଁ ଭାତ ମାଗିବାକୁ ଆସିଥିଲି, ମୋତେ ମୁକ୍ତି ଦେ। ତେଣୁ ମା ଅଭୟ ହାତ ଟେକିଦେଲେ, କହିଲେ ତୁ ନିଶ୍ଚୟ ମୁକ୍ତି ପାଇବୁ। ଏ କଥା ଯାଇକି ରାମକୃଷ୍ଣଙ୍କୁ କହିଲେ ଯେ ଠାକୁରେ ମୁଁ ମାଆକୁ ଭାତ ମାଗି ପାଇଲିନି, ମୁଁ ମୁକ୍ତି ମାଗି ଦେଇଛି। କହିଲେ ତୁ ଭଲ କରୁଛୁ, ଏଇଟା ମାଆର ଇଚ୍ଛା, ତୋ ଇଚ୍ଛା ନୁହେଁ।